ଜୟଗୁରୁ ଚତୁର୍ଥ ପରିଚ୍ଛେଦ ଯୋଗ ସାଧନ ଯୋଗୀଗୁରୁ ଅନୁସନ୍ଧାନ। ନିଗମାନନ୍ଦ ଗୁରୁ ସଚ୍ଚିଦାନନ୍ଦଙ୍କ ଆଦେଶରେ ଯୋଗୀଗୁରୁ ଅନୁସନ୍ଧାନରେ ପ୍ରବୃତ୍ତ ହେଲେ ଓ ଅନେକ ସିଦ୍ଧ ମହାତ୍ମୀଙ୍କର ଦର୍ଶନ ଲାଭ କଲେ। କିନ୍ତୁ କେହି ତାଙ୍କ ପ୍ରାଣର ପ୍ରବଳ ପିପାସା ନିବାରଣ କରିପାରିଲେ ନାହିଁ। ଯେଉଁମାନେ ଯୋଗୀ ବୋଲି ଖ୍ୟାତ ସେମାନଙ୍କ କୃପଣତା ଓ କଠୋରତା ବ୍ୟବହାରରେ ନିଗମାନନ୍ଦ ମର୍ମାହତ ହୋଇପଡ଼ିଲେ। ଅନେକ ଭଣ୍ଡ ସାଧୁଙ୍କ କବଳରେ ପଡ଼ି ତାଙ୍କୁ ନାନା ରୂପ ଲାଞ୍ଛନା ଭୋଗ କରିବାକୁ ପଡ଼ିଲା। ତଥାପି ସେ ଭଗ୍ନୋଚ୍ଛ୍ଵାସ ନ ହୋଇ ଗୁରୁ ଅନୁସନ୍ଧାନରେ ପ୍ରବୃତ୍ତ ହେଲେ। ବ୍ୟାଘ୍ର କବଳରେ ନିଗମାନନ୍ଦ ଏହି ଭାବରେ ବୁଲୁ ବୁଲୁ ଦିନେ ଗୋଟିଏ ବଣ ମଝିରେ ସନ୍ଧ୍ୟା ହୋଇଗଲା। ନିଗମାନନ୍ଦ କ୍ଳାନ୍ତ ଦୂର କରିବା ନିମିତ୍ତ ଗୋଟିଏ ଗଛ ମୂଳରେ ବସିପଡ଼ିଲେ। କିଛି କ୍ଷଣ ପରେ ପଛକୁ ଚାହିଁ ଦେଖିଲେ ଏକ ପ୍ରକାଣ୍ଡ ବ୍ୟାଘ୍ର ତାଙ୍କ ଆଡ଼କୁ ଆସୁଛି। ଏହା ଦେଖି ନିଗମାନନ୍ଦ ଭୟରେ ଜଡ଼ ହୋଇଗଲେ। ଏପରି ହେଲା ଯେ ଉଠି ପଳାଇ ଆସିବାକୁ ମଧ୍ୟ ସେ ବଳ ପାଇଲା ନାହିଁ। ସେ ଭାବିଲେ ମରିବାକୁ ତ ନିଶ୍ଚୟ ହେବ, ତେବେ ବ୍ୟାଘ୍ର ମୁଖ ଦେଖି ମରିଲେ ପରଜନ୍ମରେ ବ୍ୟାଘ୍ର ହେବାକୁ ପଡ଼ିବ। ଏହା ଭାବି ପାଖରେ ଥିବା କମ୍ବଳରେ ଶରୀର ଆବୃତ କରି ବ୍ୟାଘ୍ର ସମ୍ମୁଖରେ ଚିତ୍ ହୋଇ ପଡ଼ି ରହିଲେ। ମୃତ୍ୟୁକୁ ଅପେକ୍ଷା କରିବାକୁ ଲାଗିଲେ। ବ୍ୟାଘ୍ର ଚିନ୍ତା ନ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ମନ ବ୍ୟାଘ୍ର ଚିନ୍ତାରେ ଅସ୍ଥିର ହେବାକୁ ଲାଗିଲା। ଶେଷରେ ତାଙ୍କ ମନ ବ୍ୟାଘ୍ରମୟ ହୋଇଗଲା। ବ୍ୟାଘ୍ର ନିକଟକୁ ଆସି ଚାରିଆଡ଼ ବୁଲି ତାଙ୍କୁ ଶୁଙ୍ଘି ଦେଇ ଚାଲିଗଲା। ଅଦୂରସ୍ଥିତ ଶୁଖିଲା ପତ୍ର ଖସ୍ ଖସ୍ ହେବାକୁ ନିଗମାନନ୍ଦ ବୁଝିପାରିଲେ ଯେ ବ୍ୟାଘ୍ର ଚାଲିଯାଇଛି। ତଥାପି ସେ ଉଠିଲେ ନାହିଁ। ଭାବିଲେ ବ୍ୟାଘ୍ର ଶିକାରୀ ଜନ୍ତୁ, କିଛି କରି ବସିଛି, ଛକି କରି ବସିଛି, ଉଠିଲା ମାତ୍ରେ ଖାଇବ। କିଛି କ୍ଷଣ ପରେ କେତେଜଣ ବଣୁଆ ଲୋକଙ୍କର ପାଟି ଶୁଣିବାରୁ ନିଗମାନନ୍ଦ ଉଠି ସେମାନଙ୍କ ନିକଟକୁ ଗଲେ। ସେମାନେ ସମସ୍ତ କଥା ଶୁଣି ନିଗମାନନ୍ଦଙ୍କୁ ସେମାନଙ୍କ ଘରକୁ ନେଇଗଲେ ଓ ଆଦର ଯତ୍ନ କରି ଖାଇବାକୁ ଦେଇ ତତ୍ପର ଦିନ ସକାଳୁ ବଣ ପାର କରାଇ ଦେଇ ଆସିଲେ। ତାପରେ ନିଗମାନନ୍ଦ ପୁନରାୟ ଅନିଶ୍ଚିତ ଭାବରେ ଚାଲିବାକୁ ଲାଗିଲେ। କୋଟା ରାଜ୍ୟରେ ପଥଭ୍ରାନ୍ତି। ନିଗମାନନ୍ଦ ନାନା ସ୍ଥାନ ଭ୍ରମଣ କରୁ କରୁ କୋଟା ରାଜ୍ୟ ସୀମାରେ ଉପନୀତ ହେଲେ। କୋଟା ରାଜ୍ୟ ରାଜପୁତାନାର କରତ ରାଜ୍ୟ ପାର୍ବତୀ ପ୍ରଦେଶର ବନ୍ଧୁର ପଥ। ଏହି ପଥରେ ଯାଉ ଯାଉ ଦିନେ ସନ୍ଧ୍ୟା ହୋଇଗଲା। ଉଭୟ ଦିଗରେ ଉଚ୍ଚ ପର୍ବତ ଓ ପର୍ବତ ଭିତରେ ଶ୍ୱାପାତ ସଂକୁଳ ଜନବିରଳ ସଂକୀର୍ଣ୍ଣ ପଥ। କିଛି ଦୂର ଅଗ୍ରସର ହୋଇ ଦେଖିଲେ ସେ ପଥ ହରାଇ ବିପଥରେ ପଡ଼ିଛନ୍ତି। କିନ୍ତୁ ସେ ଏତେ ଦୂର ଚାଲି ଯାଇଥିଲେ ଯେ ସେଠାରୁ ଫେରିଯାଇ ବାଟ ଠିକ୍ କରିବା ତାଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ। ଶୋଷରେ ତଣ୍ଟି ଶୁଖି ଯାଉଥାଏ, ପାଦରୁ ରକ୍ତ ଝରଝର ହୋଇ ବହୁଥାଏ। ଚାରିଆଡ଼େ ଖୋଜିଲେ, ମାତ୍ର କୌଣସିଠାରେ ଝରଣାଟିଏ ସୁଦ୍ଧା ପାଇଲେ ନାହିଁ। ସେତେବେଳକୁ ସନ୍ଧ୍ୟା ହୋଇଗଲାଣି। ସହସା କିଛି ଦୂରରେ ସେ ଜଣେ ଯୁବତୀଙ୍କୁ ଦେଖିଲେ। ବିଜନ ବନରେ ଲୋକ ଦେଖି ନିଗମାନନ୍ଦ ଟିକିଏ ଆଶ୍ୱସ୍ତ ଓ ପରିମାଣରେ ବିସ୍ମିତ ହେଲେ। ସ୍ତ୍ରୀ ଲୋକଟି ଆଗନ୍ତୁକଙ୍କର ନାମ ଧରି ଡାକିଲେ ନିଗମାନନ୍ଦ। ଯେପରି ବହୁଦିନର ପରିଚିତ ବନ୍ଧୁ। ତାଙ୍କର ଡାକ ସହଜ ସରଳ ଓ ସର୍ବପ୍ରକାର ସଙ୍କୋଚ ଶୂନ୍ୟ ବୋଲି ନିଗମାନନ୍ଦକୁ ବୋଧ ହେଲା। ବିସ୍ମୟ ବିମୁଗ୍ଧ ହୋଇ ନିଗମାନନ୍ଦ ଯୁବତୀଙ୍କ ଆଡ଼କୁ ଅଗ୍ରସର ହେଲେ। ଯୁବତୀଙ୍କ ଆକୃତି ପ୍ରକୃତି ଦେଖି ପାହାଡ଼ିଆ ସ୍ତ୍ରୀଲୋକ ବୋଲି ମନେ ହେଲା ନାହିଁ। ନାନା ପ୍ରକାର କଳ୍ପନା କରି କରି ନିଗମାନନ୍ଦ ଯୁବତୀଙ୍କ ନିକଟରେ ଉପସ୍ଥିତ ହେଲେ। ଯୁବତୀ କହିଲେ, ନିଗମାନନ୍ଦ, ତୁମକୁ ବଡ଼ ପିପାସା ହେଉଛି ଓ ତୁମେ କ୍ଷୁଧାତୃଷାରେ ବଡ଼ କାତର ହୋଇପଡ଼ିଛ। କିଛି ଦୂର ଆଗକୁ ଯାଅ, ଗୋଟିଏ ପୁରୁଣା କୁଟୀର ପାଇବ। ସେଠାରେ ତୁମ ପାଇଁ ଖାଦ୍ୟଦ୍ରବ୍ୟର ବନ୍ଦୋବସ୍ତ ହୋଇଅଛି। କ୍ଷୁଧା ପିପାସା ଦୂର କରି ସେଠାରେ ରାତ୍ରିଯାପନ କରିବ। ନିଗମାନନ୍ଦ ଯୁବତୀଙ୍କର ବାକ୍ୟ ଅନୁସାରେ ଶୀଘ୍ର ଚାଲିବାକୁ ଲାଗିଲେ। କାରଣ ଅନ୍ଧାର ହେବା ପୂର୍ବରୁ ଜଙ୍ଗଲରୁ ବାହାରି ଯିବାକୁ ପଡ଼ିବ।
ସେତେବେଳେ ବହୁତ ପ୍ରଶ୍ନ ମନ ଭିତରେ ଜାଗ୍ରତ ହେବାକୁ ଲାଗିଲା। ଜୟ ଗୁରୁ।